ଶ୍ରମିକ ମାନେ ଚାରିଗୋଟି ଦାବି ନେଇ ଇମ୍ଫା ଖଣି ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା। ଇମ୍ଫା ଖଣିରେ ଠିକା ସଂସ୍ଥା ଭାବେ କାର୍ଯ୍ୟରତ ଥିବା ନାରାୟଣୀ ଠିକା ସଂସ୍ଥା କାର୍ଯ୍ୟଧାରା ବିରୋଧରେ ଶ୍ରମିକମାନେ ନିଜ ନ୍ୟାର୍ଯ୍ୟ ଚାରିଗୋଟି ଦାବି ନେଇ ଇମ୍ଫା ଖଣି ମୁଖ୍ୟ ଫାଟକ ସମ୍ମୁଖରେ ବୁଧବାର ଦିବା 12 ଘଟିକା ସମୟରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ଇମ୍ଫା ଖଣିର ଠିକା ସଂସ୍ଥା ନାରାୟଣୀ କମ୍ପାନୀ ପାଖରେ ଯେଉଁ ଶ୍ରମିକମାନେ ଦୀର୍ଘ 8 ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟରତ ଅଛନ୍ତି ସେମାନଙ୍କର ଦରମା ବୃଦ୍ଧି, ମେଡିକାଲ ସୁବିଧା ଯୋଗାଇ ଦେବା ପାଇଁ ଦାବି ରହିଥିବା ବେଳେ ସେହିପରି ଶ୍ରମିକମାନେ ଦୀର୍ଘ ବର୍ଷ କାର୍ଯ୍ୟ କରିବା ପରେ ଅନସ୍କିଲ୍ଡରୁ ସ୍କିଲ୍, ସ୍କିଲ୍ଡରୁ ସେମି ସ୍କିଲ୍, ସେମି ସ୍କିଲ୍ଡରୁ ହାଇ ସ୍କିଲ୍ କରିବା ଏବଂ 1 ବର୍ଷରୁ ଯେଉଁ 27 ଗୋଟି ଛୁଟି ଦେଉଛି କମ୍ପାନୀ ତା ବଦଳରେ 46 ଗୋଟି ଛୁଟି ଦେବା ପାଇଁ ଶ୍ରମିକମାନେ ଦାବି କରି ଧାରଣାରେ ବସିଛନ୍ତି। ସୁକିନ୍ଦା କ୍ରୋମାଇଟ୍ ଖଣି ଅଞ୍ଚଳର ମଜଦୁର ସଂଘ ଆର୍ଏମ୍ସି ଇମ୍ଫା ଖଣି ଏବଂ ନାରାୟଣୀ ଠିକା ସଂସ୍ଥାକୁ ସମସ୍ତ ଚାରିଗୋଟି ଦାବି 15 ଦିନ ଭିତରେ ଆଲୋଚନା କରି ସମାଧାନ କରିବା ପାଇଁ ଲିଖିତ ଭାବେ ଜଣାଇଛନ୍ତି। କିନ୍ତୁ ଆଜକୁ 15 ଦିନ ବିତିଯାଇଥିଲେ ମଧ୍ୟ ନାରାୟଣୀ ଠିକା ସଂସ୍ଥା କୌଣସି ବି ଗୋଟିଏ ଦାବି ପୂରଣ କରିପାରି ନାହିଁ, ଯାହାଫଳରେ କି ଆଜି ଇମ୍ଫା ଖଣି ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଆଜି କମ୍ପାନୀ କର୍ତ୍ତୃପକ୍ଷ ଓ ଶ୍ରମିକମାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ବେଳେ ଆଲୋଚନା ବିଫଳ ହୋଇଥିବା ଶ୍ରମିକ ସଂଘ ପକ୍ଷରୁ ସୂଚନା ମିଳିଛି।